ସୁନାବେଶର ବିଭିନ୍ନ ଅଳଙ୍କାର ସମ୍ପର୍କରେ ଆମେ ବର୍ଣ୍ଣନା ଦେଉଥିଲେ ଆମେ ସେ ବର୍ଣ୍ଣନା ଭିତରେ ଏ କଥା ମଧ୍ୟ ଦେଖିଲେ ଯେ ଜଗନ୍ନାଥ ସ୍ୱାମୀଙ୍କର ଯେଉଁ ଦୁଇଟି ଆୟୁଧ ସେ ଆୟୁଧ ଦୁଇଟି ଗୋଟିଏ ସୁବର୍ଣ୍ଣରେ ଗୋଟିଏ ରୌପ୍ୟରେ, କିନ୍ତୁ ବଳଭଦ୍ର ସ୍ୱାମୀଙ୍କର ଦୁଇଟି ଯାକ ଆୟୁଧ ହେଉଛି ସ୍ୱର୍ଣ୍ଣ। ଏମିତି ବ୍ୟତିକ୍ରମ ହେବାର କାରଣ ମଧ୍ୟ ମୁଁ ଆପଣମାନଙ୍କୁ କହିଥିଲି, କିନ୍ତୁ ଆଉ ଗୋଟିଏ କାରଣ, ସେ କାରଣ ହେଉଛି ଗୋଟେ ଭାବାତ୍ମକ କାରଣ। ସେ ଭାବାତ୍ମକ ଦିଗଟି ହେଉଛି ଏଇଆ ଯେ ଜଗନ୍ନାଥ ସମସ୍ତଙ୍କର ଅନ୍ତର କଥା ବୁଝନ୍ତି, ଜାଣନ୍ତି। ଅନ୍ତର କଥା ଅନ୍ତର୍ଯାମୀ ବୁଝନ୍ତି, ଯେ ଭାବେ ସେ ଭାବେ ଶୁଣନ୍ତି। ଅନ୍ତର କଥା ଅନ୍ତର୍ଯାମୀ ବୁଝନ୍ତି। ଯେତେବେଳେ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ, ଐଶ୍ୱର୍ଯ୍ୟର ଠାକୁରାଣୀଙ୍କୁ, ଐଶ୍ୱର୍ଯ୍ୟର ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଜଗନ୍ନାଥ ସ୍ୱାମୀ ଏହି ସ୍ୱର୍ଣ୍ଣ ବେଶର ଆୟୋଜନ କରିଦେଲେ, ଲକ୍ଷ୍ମୀ ତ ଖୁସି ହେଲେ। କିନ୍ତୁ ରତ୍ନ ସିଂହାସନ ଉପରେ ଯେଉଁ 7 ଜଣ ଅବସ୍ଥାନ କରନ୍ତି, ଏବେ ତ 4 ମୂର୍ତ୍ତି ପଳେଇ ଆସିଛନ୍ତି, କିନ୍ତୁ ସେଠି ଅଛନ୍ତି ଶ୍ରୀଦେବୀ, ଭୂଦେବୀ ଏବଂ ନୀଳମାଧବ। ଯେତେବେଳେ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ସନ୍ତୁଷ୍ଟ ଚିତ୍ତ କରିବା ପାଇଁ ଏହି ସୁନାବେଶର ବିପୁଳ ଆୟୋଜନ ହୋଇଗଲା ବୋଲି ଚାରିଆଡ଼େ ପ୍ରଚାର ହୋଇଗଲା, ସେତେବେଳେ ପାଖରେ ବସିଛନ୍ତି, ଶ୍ରୀଦେବୀଙ୍କ ପାଖରେ ବସିଛନ୍ତି କିଏ ନା ଭୂଦେବୀ। ଭୂଦେବୀ ହେଉଛନ୍ତି ରୌପ୍ୟ ନିର୍ମିତ ପ୍ରତିମା। ଭୂଦେବୀଙ୍କର ଆଖିରୁ ଦ୍ୱିଧାର ଲୁହ ଝରି ପଡ଼ିଲା। ସେଇ ଯେଉଁ ଦୁଃଖର ଦୁଇଟି ମୁକ୍ତାର ଫୁଲ ପରି ଦୁଇଟି ଅଶ୍ରୁବିନ୍ଦୁ ଝରି ପଡ଼ିଲା, ତାକୁ ଜଗନ୍ନାଥ ସ୍ୱାମୀ ବୁଝିଲେ। ଜଗନ୍ନାଥ ସ୍ୱାମୀ ଜାଣିଲେ, କହିଲେ ହେ ଭୂଦେବୀ, ତୁମେ କିଛି ଚିନ୍ତା କରନି, କିଛି ମନ ଦୁଃଖ କରନି। କାହିଁକି ନା ମୁଁ ତ ସମସ୍ତଙ୍କର ପ୍ରଭୁ ନା। ତେଣୁ ଶ୍ରୀଦେବୀଙ୍କର ପ୍ରତିମା ସ୍ୱର୍ଣ୍ଣ ନିର୍ମିତ, କିନ୍ତୁ ତୁମ ପ୍ରତିମା ରୌପ୍ୟ ନିର୍ମିତ। ମୁଁ ଲକ୍ଷ୍ମୀଙ୍କର ଯେତିକି ତୁମର ମଧ୍ୟ ସେତିକି। ତେଣୁ ତୁମ ମନ ଭିତରେ କୌଣସି ଗ୍ଲାନି, କ୍ଷୋଭ, ବିଷାଦ ୟାକୁ ତୁମେ ସ୍ଥାନ ଦିଅ ନାହିଁ। ତୁମେ ଦେଖିବ ତୁମରି ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ମୁଁ ମୋର ସମସ୍ତ ଆଭୂଷଣ, ସମସ୍ତ ଅଳଙ୍କାର ମୁଁ ସ୍ୱର୍ଣ୍ଣରେ ନିର୍ମାଣ କରିବାର ବ୍ୟବସ୍ଥା କରିବି ସିନା, କିନ୍ତୁ ତୁମେ ଯେଉଁ ରୌପ୍ୟ ନିର୍ମିତ, ମୋର ଯେଉଁ ପ୍ରିୟ ଶଙ୍ଖ କ୍ଷେତ୍ର ଏବଂ ମୋର ଯେଉଁ ପ୍ରିୟ ଆୟୁଧ ଶଙ୍ଖ, ସେ ଶଙ୍ଖଟିକୁ ମୁଁ ତୁମେ ଯେଉଁ ଧାତୁରେ ନିର୍ମିତ ସେଇ ଧାତୁରେ ତାକୁ ନିର୍ମାଣ କରାଇବି। ମୁଁ ସେଇ ଧାତୁଟିକୁ ମୁଁ ଅଗ୍ରାଧିକାର ଦେବି, ତାକୁ ଧାରଣ କରିବି ଶଙ୍ଖ ଭାବରେ। ଅତଏବ ଜଗନ୍ନାଥ ସ୍ୱାମୀଙ୍କର ଶଙ୍ଖଟି ହେଉଛି ରୌପ୍ୟ ରୂପା। ଇଏ ମଧ୍ୟ ହେଉଛି ଗୋଟେ ଭାବାତ୍ମକ କାରଣ। ଏବେ ଆସନ୍ତୁ ଆମେ ଟିକେ ମାଳି ପାଖକୁ ଯିବା। ସିଏ ତ ହେଉଛନ୍ତି ଆମ ସମସ୍ତଙ୍କର ଗଳା ମାଳି। ସିଏ ପୁଣି ପିନ୍ଧିଛନ୍ତି ଅନେକ ମାଳି, ଅନେକ ପ୍ରକାରର ମାଳି। ଆପଣଙ୍କୁ ପୂର୍ବେ ମୁଁ କହିଛି ଯେ ଜଗନ୍ନାଥଙ୍କର 6ଟି ମାଳି, ବଳଭଦ୍ରଙ୍କର 5ଟି। ଜଗନ୍ନାଥ ଯେହେତୁ ପରମ ବ୍ରହ୍ମ, ତେଣୁ ତାଙ୍କର ଟିକେ ଆଧିକ୍ୟ ସୂଚିତ ହେବା ଦରକାର। ସେ ଦୃଷ୍ଟିରୁ ଗୋଟେ ଅଧିକ ରହିଛି। କିନ୍ତୁ ଆପଣ ଦେଖିବେ ଯେ ତାବିଜ ମାଳି ଅଛି ଜଗନ୍ନାଥଙ୍କର, ବଳଭଦ୍ରଙ୍କର ତାବିଜ ମାଳି ନାହିଁ। ବାଘନଖି ମାଳି ଅଛି ବଳଭଦ୍ରଙ୍କର, ଜଗନ୍ନାଥଙ୍କର ସେ ମାଳିଟି ନାହିଁ। କିନ୍ତୁ ଅଧିକ ଅଛି ଜଗନ୍ନାଥଙ୍କର ଗୋଟିଏ ମାଳି, ଯାହା ନାମ ହେଉଛି ହରିଡ଼ା ମାଳି। এই ଦୃଷ୍ଟିରୁ ଆପଣ ଦେଖିବେ ଘାଗଡ଼ା ମାଳି, କଦମ୍ବ ମାଳି, ହରିଡ଼ା ମାଳି, ବାହାଡ଼ା ମାଳି, ସେବତୀ ମାଳି, ତାବିଜ ମାଳି, ଇଏ ହେଉଛି ବଳଭଦ୍ର ସ୍ୱାମୀଙ୍କର। ଜଗନ୍ନାଥ ସ୍ୱାମୀଙ୍କର ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ସେବତୀ ମାଳି, ବାଘନଖି ମାଳି, ଏତକ ହେଉଛି ଆପଣ ଦେଖିବେ, ଏତକ ହେଉଛି ବଳଭଦ୍ର ସ୍ୱାମୀଙ୍କର। ତେଣୁ ଜଗନ୍ନାଥଙ୍କର ଘାଗଡ଼ା ମାଳି, କଦମ୍ବ ମାଳି, ହରିଡ଼ା ମାଳି, ବାହାଡ଼ା ମାଳି, ସେବତୀ ମାଳି, ତାବିଜ ମାଳି। ବଳଭଦ୍ରଙ୍କର ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ସେବତୀ ମାଳି, ବାଘନଖି ମାଳି। ଇଏ ହେଉଛି ମାଳିର କଥା। ତାପରେ ଭଗବାନଙ୍କର କଟି ଦେଶକୁ ଟିକେ ଆପଣ ଚାହାନ୍ତି। ଆପଣ ଦେଖିଥିବେ ସେ ଦୃଶ୍ୟ, ଯେତେବେଳେ ଅଳଙ୍କାର ମାନ ବାହିତ ହୋଇକି ଆସିଲେ, ଅଳଙ୍କାର ମାନ ଯେତେବେଳେ ଆସିଲେ ରଥ ଉପରକୁ, ସେତେବେଳେ ଆପଣ ଗୋଟେ ବେଲ୍ଟ ସଦୃଶ ଗୋଟେ ବସ୍ତୁ ଦେଖିଥିବେ, ଯାହାକୁ
କଟି ଦେଶରେ ଭିଡ଼ା ଯାଏ। ଆପଣ ଦେଖିବେ ତାକୁ ଖାଲି କମରପଟି ବୋଲି ଲୋକମାନେ କହିଥାନ୍ତି, କିନ୍ତୁ ଖାଲି ଏ କମରପଟି ନୁହଁ, ଇଏ ହେଉଛି ତ୍ରିଖଣ୍ଡିକା କମରପଟି। ଇଏ ତ୍ରିଖଣ୍ଡିକା କମରପଟି ଯାହା କଟି ଦେଶରେ ଭିଡ଼ା ଯାଇଥାଏ। ଆପଣମାନେ ତ ଦେଖୁଛନ୍ତି ଯେ ବର୍ତ୍ତମାନ ଏଇ ଯେଉଁ ସନ୍ଧ୍ୟା ଧୂପ, ସେଇ ସନ୍ଧ୍ୟା ଧୂପ ବର୍ତ୍ତମାନ ସରିଗଲେଣି। ଆଉ এই ସନ୍ଧ୍ୟା ଧୂପ ବା ସରିବା ଉପରେ, ତେଣୁ ପୂଜା ପଣ୍ଡା ସାମନ୍ତେ ସିଏ ଏଇ ସନ୍ଧ୍ୟା ଧୂପ ସମୟରେ, କାହିଁକିନା ଆମେ ଦେଖିବା ୟା ପରେ ଗୋଟେ ଆରତିକ ବନ୍ଦାପନା ଅବଶ୍ୟ ହେବେ, କାହିଁକିନା ମହାପ୍ରଭୁଙ୍କର ଦିହୁଡ଼ି ଜଳୁଛନ୍ତି। ମହାପ୍ରଭୁଙ୍କର ଦିହୁଡ଼ି ଜଳିବାର ବିଧି ରହିଛି। ଯେତେ ଆଲୋକୀକରଣର ବ୍ୟବସ୍ଥା ହେଲେ ମଧ୍ୟ ସେଇଟା ହେଉଛି ପାରମ୍ପରିକ ବିଧି ଏବଂ ଗୋଟେ ଦିହୁଡ଼ି ଜଳିବ। ଆଉ ଆପଣ ଲକ୍ଷ୍ୟ କରିବେ ଏଇ ସନ୍ଧ୍ୟା ଧୂପ ପରେ ଭଗବାନଙ୍କର ଗୋଟେ ଆରତୀ ମଧ୍ୟ କରାଯିବେ। ତାପରେ ମହାଦୀପ ବନ୍ଦାପନା ମଧ୍ୟ ହେବ, ମହାଦୀପ ଉଠିବ। ଆପଣ ଦେଖିବେ ଯେ ବନ୍ଦାପନା ହେଇଥିବା ସେ ମହାଦୀପଟି ଉଠିବ ଏବଂ ଯିଏ ଗରୁଡ଼ ଯେଉଁମାନଙ୍କର ଇଷ୍ଟ ଚୁନରା ସେବକ ଏବଂ ଗରୁଡ଼ ସେମାନଙ୍କର ଇଷ୍ଟ, ସେଇ ଯେଉଁ ଧ୍ୱଜାବନ୍ଧା ସେବକ ଚୁନରା ସେବକ ସିଏ ଉଠିବେ ଏବଂ ଶ୍ରୀମନ୍ଦିର ଉପରକୁ ଉଠିବେ। ଏବଂ ଆପଣ ଜାଣନ୍ତି ସେ ଯେଉଁ ଦଧିରଉତି ଉପରେ ଯେତେବେଳେ ସେ ପ୍ରଦୀପ ଟେକିଦେବେ, ହରିବୋଲ ପକେଇବେ ଏବଂ ଗଜପତି ମହାରାଜଙ୍କୁ ମହାପ୍ରଭୁ ଶଙ୍ଖରେ ପୁରାଇ ଚକ୍ରରେ ଛାଇ କରିଥାଉ ଇତ୍ୟାଦି ଇତ୍ୟାଦି ଏବଂ ଦେଶର ଜାତିର କଲ୍ୟାଣ କାମନା କରିବେ। ଏ ସମସ୍ତ କଥା ମଧ୍ୟ ଆଗକୁ ରହିବ, ଯାହାକୁ କୁହାଯାଉଛି ମହାଦୀପ ବନ୍ଦାପନା। ଇଏ ସମସ୍ତ ସରିଲା ପରେ ଆପଣ ଦେଖିବେ ଯେ ସୁନାବେଶ ମଇଲମ ବୋଧ ହୁଏ 10ଟା ସାଢ଼େ 10ଟାରୁ ଆରମ୍ଭ ହେଇ 11ଟା, 10ଟାରୁ ଆରମ୍ଭ ହେଲେ ଅନ୍ତତଃ 1 ଘଣ୍ଟା ଲାଗିଯିବ, 11ଟା ପର୍ଯ୍ୟନ୍ତ ଲାଗିଯିବ। କାହିଁକିନା ଯେତେବେଳେ ଏଇ ସୁନାବେଶ ଲାଗି ହେଲେ ଆପଣ ଦେଖିଛନ୍ତି ଇଏ ପ୍ରାୟ 1.5 ଘଣ୍ଟା ସମୟ ନିଅନ୍ତି। ଉଲାଗି ହେବା ପାଇଁ ଅଧଘଣ୍ଟେ ଘଣ୍ଟେ ସମୟ ନିଶ୍ଚୟ ଲାଗିବ। ତେଣୁ ଆପଣ ଲକ୍ଷ୍ୟ କରିବେ ଏ ଯେଉଁ କଟି ଦେଶକୁ ମଣ୍ଡନ କରିଛି, ଆପଣ ଲକ୍ଷ୍ୟ କରିବେ ଯେଉଁ କମରପଟି, ସେ କମରପଟିକୁ କୁହାଯାଏ ତ୍ରିଖଣ୍ଡିକା କମରପଟି। ସେ 3 ଭାଗରେ ବିଭକ୍ତ ଏବଂ ସେ 3ଟି ଅଂଶ ସଂଯୁକ୍ତ ହେଇଥିବ। ଆଉ ଯେଉଁଟାକି ଜଗନ୍ନାଥଙ୍କର ଅଛି, ବଳଭଦ୍ରଙ୍କର ଅଛି, କିନ୍ତୁ ତ୍ରିଖଣ୍ଡିକା କମରପଟି ମା ସୁଭଦ୍ରାଙ୍କର ନାହିଁ।